ରାତି ପାଇଲେ ସଂଯୁକ୍ତାର ବାହାଘର। ଝିଅ ବାହାଘରକୁ ନେଇ ରମାକାନ୍ତ ବାବୁ ଭାରି ଖୁସି ଥାନ୍ତି, କାର୍ଯ୍ୟ ବ୍ୟସ୍ତ ମଧ୍ୟ ଥାନ୍ତି। ହେଲେ ତାରି ଭିତରେ କାଳିଆ ସୁନାକୁ ଭୁଲି ନଥାନ୍ତି। ସିଏ ପରା ତାଙ୍କ ବନ୍ଧୁ, କେମିତି ବା ଭୁଲିବେ? ତାରି ଭିତରେ ଅଣ୍ଟା ଭିଡ଼ିଥାନ୍ତି କାଳିଆ ସାନ୍ତଙ୍କ ପାଖକୁ ଗୋଆ ନିମନ୍ତ୍ରଣ ନେଇ। ସକାଳୁ ବାହାରିଗଲେ ଗାଁ ପାଖରୁ ବସ୍ଟିଏ ଧରି। ବଡ଼ଦାଣ୍ଡରେ ପହଞ୍ଚି ଭାରି ଖୁସି ହେଇଗଲେ। ଦୂରରୁ ପତିତପାବନ ନେତକୁ ଚାହିଁ ହାତ ଯୋଡ଼ି ଦେଇ କହୁଥାନ୍ତି, ସାନ୍ତେ ତୁମରି ଦ୍ୱାରକୁ ଆସିଛି। ମନ ଲାଖି ପାତ୍ରଟିଏ ଦେଇଛ। ଝିଅକୁ ସବୁ ସଂସ୍କାର ଶିଖେଇଛି। ଗୀତା ଭାଗବତ ପଢ଼ୁଛି। ତୁମକୁ ସିଏ ମନରେ ଧ୍ୟାଇଛି। ତୁମକୁ ସିଏ ଭାରି ଭଲ ପାଏ, ଭାରି ଶ୍ରଦ୍ଧା କରେ। ତାକୁ ଟିକେ ଘଣ୍ଟ ଘୋଡ଼େଇ ରଖିଥିବ, ତୁମ ଝିଅ ପରୀକ୍ଷା ଭାବେ। ଏତିକି ସାନ୍ତେ, ମୋର ଆଉ କିଛି ଲୋଡ଼ା ନାହିଁ। ନିମନ୍ତ୍ରଣ ରହିଲା, ତୁମେ ଯାଇ ନିଶ୍ଚୟ ପହଞ୍ଚିବ। ମୋ ଝିଅକୁ ଆଶୀର୍ବାଦ କରିବ। ସମସ୍ତେ ତ କାଳିଆ ସାନ୍ତଙ୍କୁ ନିମନ୍ତ୍ରଣ କରନ୍ତି। ସେଦିନ ରମାକାନ୍ତ ବାବୁ ମଧ୍ୟ କାଳିଆ ସାନ୍ତଙ୍କୁ ନିମନ୍ତ୍ରଣ କଲେ। ଆଉ ମହାପ୍ରଭୁଙ୍କର ଦର୍ଶନ ସାରି ଅବଢ଼ା ହାଟରେ ଅବଢ଼ା ଖାଇ ମହାପ୍ରସାଦ ସାଙ୍ଗରେ ଧରି ଘରକୁ ଫେରିଲେ। ଆସିଲା ବେଳେ ଭାରି ଖୁସି। ବାଟରେ ଆସିଲା ବେଳେ ଜଣେ ବ୍ରାହ୍ମଣ ଗୋସାଇଁ ଦେଖା ହେଲେ। ହସି ଦେଇ କହୁଥାନ୍ତି, କି ହୋ ବାବୁ, କାଳିଆକୁ ନିମନ୍ତ୍ରଣ ଦେଲ, ଆମେ ଯିବୁନି କି? ବାବୁ କିଛି ବୁଝିପାରୁନଥାନ୍ତି। ଗୋସାଇଁ ପୁଣି କହିଲେ, ସତ କହିଲ ବାବୁ, କାଳିଆକୁ ତ ନିମନ୍ତ୍ରଣ ଦେଇ ଆସିଲ। ସତରେ କଣ ସେ ଯାଇ ପହଞ୍ଚିବ ଆଉ ତୁମ ଝିଅକୁ ଆଶୀର୍ବାଦ କରିବ? ବାବୁ ଏଥର କହୁଥାନ୍ତି, ଜାଣିନି ଆଜ୍ଞା, କିନ୍ତୁ ଏତିକି ବିଶ୍ୱାସ ଅଛି ଗୋସାଇଁ, ମୋ ସୁବିଧା ବେଳେ ପହଞ୍ଚୁ କି ନ ପହଞ୍ଚୁ, କିନ୍ତୁ ଯଦି ମୁଁ ଅସୁବିଧାରେ ପଡ଼େ ମୋ ମହାପ୍ରଭୁଙ୍କୁ ଡାକେ, ସିଏ ମୋ ପାଖରେ ନିଶ୍ଚୟ ପହଞ୍ଚନ୍ତି। କୌଣସି ନା କୌଣସି ରୂପରେ ମୋତେ ସେ ସାହାଯ୍ୟ କରନ୍ତି, ମୋ ବିପଦରୁ ଉଦ୍ଧାର କରନ୍ତି। ଏତିକି ଭରସା ଅଛି। ଯାହା ହଉ, ସେଦିନ ଭକ୍ତଟିର ମୁହଁରୁ ମହାପ୍ରଭୁଙ୍କର ଏମିତିକା ପ୍ରଶଂସା ଆଉ ମହାପ୍ରଭୁଙ୍କ ପ୍ରତି ଏମିତି ଅଗାଢ଼ ବିଶ୍ୱାସ ଦେଖି ବ୍ରାହ୍ମଣ ଗୋସାଇଁ ଜଣକ ଭାରି ଖୁସି ହେଇଗଲେ। ଆଉ ରମାକାନ୍ତ ବାବୁଙ୍କୁ ଆଶୀର୍ବାଦ କରି କେଉଁଆଡ଼େ ଯେ ଚାଲିଗଲେ ବାବୁ ଆଉ ପାଇଲେନି। ବାବୁ ଏଥର ମନ ଖୁସିରେ ଘରକୁ ଫେରି ଝିଅର ବାହାଘର କାମରେ ଲାଗି ପଡ଼ିଲେ। କ'ଣ ବା କରିବେ, ଘରକୁ ଏକୁଟିଆ ମଣିଷ। ପୁଅଟିଏ ଅଛି ଯେ ଭାରି ଦୁଷ୍ଟ। କୌଣସି କାମରେ ତାର ଦାୟିତ୍ୱ ନାହିଁ। ଯାହା କରିବାକୁ ପଡ଼ିବ ନିଜକୁ ଏକା। ମନ ଭିତରେ ଭାରି କଷ୍ଟ। ଝିଅଟା ବିଦା ହେଇଯିବ। ବାହା ବିଦୁରୁ ଆରମ୍ଭ କରି ବରଯାତ୍ରୀ କେମିତି ଭଲରେ ଖାଇବେ, ଭଲରେ ଯିବେ, ସବୁ ଦାୟିତ୍ୱ ବାବୁଙ୍କ ମୁଣ୍ଡରେ। ସବୁ କାମ କରୁଥାନ୍ତି। ମଝିରେ ମଝିରେ ଆଖିରୁ ଲୁହ ବାହାରି ଆସୁଥାଏ। ଭାବୁଥାନ୍ତି, ସାନ୍ତେ ଝିଅକୁ ଆଜି ସବୁଦିନ ପାଇଁ ବିଦାକି ଦେବି। ତୁମକୁ ସିଏ ଲାଗିଲା। ଯାହା ହଉ, ସବୁ କାମ ତାଙ୍କର ସୁରୁଖୁରୁରେ ହେଇ ଆସୁଥାଏ। ବରଯାତ୍ରୀ ଆସି ପହଞ୍ଚିଲେ। ସେତେବେଳକୁ ରାତି ଆସି 9ଟା ହେଲାଣି। ବାହା ମଣ୍ଡପ ମଧ୍ୟ କାମ ସରିଥାଏ। ବେଦୀଟା ସଜାସରି ଥାଏ। ସମସ୍ତେ କାମ ବ୍ୟସ୍ତରେ ଥାନ୍ତି। ହଠାତ୍ ଏତିକି ବେଳେ ରମାକାନ୍ତ ବାବୁଙ୍କର ପୁଅ ଭାରି ଦୁଷ୍ଟ। ଦେଖିଲା ମା ତାଙ୍କର ସିନ୍ଦୁକଟା ଖୋଲା ରଖି କୁଆଡ଼େ ଯାଇଛନ୍ତି। ସେ ଆଉ ଡେରି ନ କରି ସିନ୍ଦୁକରେ ଥିବା କିଛି ଟଙ୍କାକୁ ହାତେଇ ନେଲା। କାହାରିକୁ କିଛି ବି କହିଲାନି। ସିଧା ଚାଲିଗଲା ବାହାରକୁ। ସାଙ୍ଗସାଥିମାନଙ୍କ ସହ ମିଶି ଟଙ୍କା ତକ ସବୁ ଖର୍ଚ୍ଚ କରିଦେଲା ଏକାଥରେ। ଟିକେ ଭାବିଲାନି ଭଉଣୀର ବାହାଘର, ବାପାଙ୍କର ସେ ପରିଶ୍ରମକୁ। ଏପଟେ ରାତି ବଢ଼ି ଚାଲିଥାଏ। ଯେତେବେଳେ ବାହାଘର ପାଇଁ ଡକା ହେଲା, ବରଙ୍କର ବାପା ଏଡ଼ି ବସିଲେ, କି ସମୁଦି, ଆଉ ଯେତକ ବାକି ଟଙ୍କା ଅଛି ସବୁତକ ଏବେ ଦେଇଦିଅ, ତାପରେ ବାହାଘର ହେବ। ଏପଟେ ରମାକାନ୍ତ ବାବୁ ତାଙ୍କ ସ୍ତ୍ରୀଙ୍କୁ କହୁଥାନ୍ତି, ଯାଅ ଆଉ ଟଙ୍କା ତକ ନେଇ ଆସ। ସମୁଦିକୁ ଦେଲା ପରେ ବାହାଘର ଆରମ୍ଭ ହେବ। ଏଥର ମନ ଖୁସିରେ ରମାକାନ୍ତ ବାବୁଙ୍କର ସ୍ତ୍ରୀ ଯେତେବେଳେ ସିନ୍ଦୁକରେ ଯାଇ ଦେଖନ୍ତି, ସେଥିରୁ ପାଖାପାଖି 5,000 ଟଙ୍କା କିଏ ନେଇଯାଇଛି। କ'ଣ ଆଉ କରିବେ, ତାଙ୍କର କିନ୍ତୁ ଭଲରେ ମନ ଅଛି। ଟଙ୍କା ତକ ସବୁ ଗଣିକି ନିଜେ ରଖିଥିଲେ। ଗୋଟିଏ ବି ଟଙ୍କା ଏପଟ ସେପଟ ହେବା କଥା ନୁହେଁ। ହେଲେ କିଏ ନେଇଗଲା ଟଙ୍କା ତକ? ବାବୁଙ୍କୁ ଡାକି ସବୁ କଥା କହିଲେ। ଏଥର ବାବୁଙ୍କର ବଡ଼ ଚିନ୍ତା। କ'ଣ ଆଉ କରିବେ? କାନ୍ଥକୁ ଆଉଜି ବସି ପଡ଼ିଲେ। ମନେ ମନେ ଭାବୁଥାନ୍ତି, ସମୁଦି ତ ଏଡ଼ି ବସିଲେଣି। ଟଙ୍କା ନ ପାଇଲେ ଝିଅ ବାହା କରିପାରିବେନି। ସମୁଦି ଯେଉଁ ଭଳିଆ ରାଗି ଲୋକ, ଟଙ୍କା ନ ପାଇଲେ କ'ଣ ନାହିଁ କ'ଣ କରିବେ। ତା ଛଡ଼ା ମୁଁ ହିଁ କହିଥିଲି ଟଙ୍କା ଦେବା ପାଇଁ। ମୋ ପାଖରେ ଆଉ ଗୋଟିଏ ବି ଟଙ୍କା ନାହିଁ। କେତେ ଲୋକଙ୍କଠାରୁ ଧାର କରିସାରିଛି। ସ୍ତ୍ରୀଙ୍କର ଗହଣା ଗାଣ୍ଠି ମଧ୍ୟ ବିକ୍ରି କରିଦେଇଛି କେବଳ ସେ ଝିଅର ବାହାଘର ପାଇଁ। ମୋ ପାଖରେ ଆଉ କିଛି ବି ଉପାୟ ନାହିଁ। କ'ଣ ଆଉ କରିବି?
ଏତିକି ବେଳେ ମନରେ ଛୋଟ ଆଶାଟି ଆସିଲା। ସେ ଯାଇ କହୁଥାନ୍ତି, ସମୁଦି ବାହାଘର ଟିକେ ସରିଯାଉ, ମୁଁ ତୁମକୁ କଥା ଦେଉଛି ବାହାଘର ନ ସରୁଣୁ ଟଙ୍କା ତକ ସବୁ ଦେଇଦେବି। ଯାହା ହଉ ସମୁଦିଙ୍କର କଥା ରଖିଲେ। ଏଥର ବାହାଘର କାର୍ଯ୍ୟ ମଧ୍ୟ ଆରମ୍ଭ ହେଲା। ସମସ୍ତେ ଖୁସି ଥାନ୍ତି ବରକନ୍ୟାଙ୍କୁ ପାଇ, କିନ୍ତୁ ବାପାଙ୍କର ମନ ଭାରି ଦୁଃଖ। ସେ ଭାବୁଥାନ୍ତି କଥା ତ ଦେଇଦେଲି, ହେଲେ ଟଙ୍କା ମୋତେ ଦବ କିଏ? ସେତେବେଳକୁ ରାତି ଆସି 12ଟା ହେଲାଣି। କାହାକୁ ଆଉ ତାଙ୍କ ଦୁଃଖ ଜଣେଇବେ? ମନ କଥା ମନରେ ଥାଏ। ଏଥର ରମାକାନ୍ତ ବାବୁ ଚାଲିଲେ ଠାକୁର ଘରକୁ। କାଳିଆସୁନାକୁ ଯାଇ କହୁଥାନ୍ତି, ଏଇ କ'ଣ ତୁମ ବିଚାର? ପରିଶ୍ରମ କରି ଝିଅ ପାଇଁ ଟଙ୍କା ଆଣି ରଖିଥିଲି, ହେଲେ କାହିଁକି ଯେମିତି ସର୍ଟେଜ ପଡ଼ିଲା ତାହା ମୁଁ ଜାଣିନି। ଏବେ କେବଳ ତୁମେ ହିଁ ସାହା ଭରସା। କିଛି ଗୋଟେ ଉପାୟ କର ଠାକୁରେ, ଝିଅଟା ମୋର ଖାଲି ବାହା ହେଇଯାଉ, ଆଉ ମୋର କିଛି ଲୋଡ଼ା ନାହିଁ। ଏମିତି କେତେ କ'ଣ କଥା କହି ସେଦିନ କାଳିଆ ଶାନ୍ତଙ୍କା କରେ। ଆଖିରୁ ଧାର ଧାର ଲୁହ ଚଳାଉଥାନ୍ତି। କାଳିଆସୁନାକୁ ମନ କଥା ଜଣେଇ ରମାକାନ୍ତ ବାବୁ ବାହାବିଧି ପାଖକୁ ଯାଉଥାନ୍ତି। ପଛରୁ ଡାକ ପକାଇଲେ କେହି ଜଣେ ପୁରୁଣା ବନ୍ଧୁ। ତାଙ୍କୁ କିନ୍ତୁ ନିମନ୍ତ୍ରଣ ହେଇନଥିଲା। ସେ ମନ ଖୁସିରେ ଆସି ପହଞ୍ଚିଛନ୍ତି ଆଉ କହୁଥାନ୍ତି, ରମାରେ ଭୁଲିଗଲୁ ମୋତେ? ରମାକାନ୍ତ ବାବୁ ଚିହ୍ନି ପାରୁନଥାନ୍ତି ବନ୍ଧୁକୁ। ବହୁ ପୁରୁଣା ବନ୍ଧୁ, ପିଲାଦିନର ବନ୍ଧୁ ସିଏ। ହଠାତ୍ ଜାଣିପାରିଲେନି ବାବୁ। ତଥାପି ବନ୍ଧୁ ଜଣକ କହିଲେ, ଆସିଛି ମୁଁ। ତୋ ଝିଅର ବାହାଘର କଥା ଶୁଣି ମୋ ପାଦ ଆଉ ତଳେ ଲାଗିଲାନି, ଦେଖିବା ପାଇଁ ଟିକେ ଚାଲି ଆସିଲି। ଏତିକି କଥା କହି ବନ୍ଧୁ ଜଣକ ରମାକାନ୍ତ ବାବୁଙ୍କ ହାତକୁ କିଛି ଟଙ୍କା ବଢ଼ାଇ ଦେଇ କହୁଥାନ୍ତି, ଜାଣିଛି ବନ୍ଧୁ ଭାରି ଦୁଃଖରେ ତୁ ଅଛୁ, ତୋର ପରା ଟଙ୍କା ଦରକାର ଥିଲା, ନେ ଏତକ ତ ଝିଅ ପାଇଁ। ରମାକାନ୍ତ ବାବୁ କିଛି ବୁଝିପାରୁନଥାନ୍ତି ବନ୍ଧୁ ଜଣକ କେମିତି ଜାଣିଲେ ସେ ଦୁଃଖରେ ଅଛନ୍ତି ବୋଲି। ତା ଛଡ଼ା ଲୋକଟି ରମାକାନ୍ତ ବାବୁଙ୍କର ଲୁହ ପୋଛି ଦେଇ କହିଲା, କ'ଣ ମୁଁ ଭାବୁଛୁ, ତୋ ଝିଅ କ'ଣ ମୋ ଝିଅ ନୁହେଁ? ନେ ଟଙ୍କା ତକ ରଖ, ତୋର କାମରେ ଲାଗିବ। ବନ୍ଧୁଙ୍କର ଏମିତିକା ଆଶ୍ୱାସନା ଦେଖି ରମାକାନ୍ତ ବାବୁଙ୍କ ଆଖିରୁ ଆହୁରି ଜୋରରେ ଲୁହ ଝରୁଥାଏ। ସେ ମନେ ମନେ ଭାବୁଥାନ୍ତି, ଭୁଲି ଯାଇଥିଲି ମୁଁ, ବନ୍ଧୁଙ୍କୁ ମୋର ନିମନ୍ତ୍ରଣ ମଧ୍ୟ କରିନି। ସମ୍ପୂର୍ଣ୍ଣ ରୂପେ ମନେ ନଥିଲା ଏଇ ବନ୍ଧୁଙ୍କ କଥା, ହେଲେ କେମିତି ଯେ ସେ ଖବର ପାଇ ଆସିଛନ୍ତି। ବନ୍ଧୁ ଜଣକ ପୁଣି କହୁଥାନ୍ତି, ଡେରି ହେଇଯିବ ଯେ ରମା, ଯା ସମୁଦିକୁ ଟଙ୍କା ଦେଇଆ। ଏଥର ରମାକାନ୍ତ ବାବୁ ଟଙ୍କା ନେଇ ସମୁଦିକୁ ଦେଲେ, ଆଉ ଭଲରେ ଭଲରେ ଝିଅକୁ ମଧ୍ୟ ବାହା ଦେଲେ। ଏଥର ସେ ଭାରି ଖୁସି। କାଳିଆ ଶାନ୍ତକୁ ଚାହିଁ କହୁଥାନ୍ତି, ଶାନ୍ତେ ଝିଅ ମୋର ତୁମକୁ ଲାଗିଲା। ସବୁ ବନ୍ଧୁବାନ୍ଧବ ଏଥର ନିଜ ନିଜ ଘରକୁ ଚାଲିଗଲେ। ବାକି ରହିଗଲେ ସେଇ ବନ୍ଧୁ ଜଣକ ଯିଏ ଶେଷରେ ଆସିଥିଲେ ଆଉ ରମାକାନ୍ତ ବାବୁଙ୍କୁ ସାହାଯ୍ୟ କରିଥିଲେ। ରମାକାନ୍ତ ବାବୁ ପଚାରୁଥାନ୍ତି, ଆଚ୍ଛା ବନ୍ଧୁ, ସତ କହିବ, ତୁମକୁ ତ ମୁଁ ନିମନ୍ତ୍ରଣ କରିନଥିଲି, ମୋର ମନେ ବି ନଥିଲା, ତମେ ଆସିଲ କେମିତି? ବନ୍ଧୁ ଜଣକ କହୁଥାନ୍ତି, କେମିତି ଆସିନଥାନ୍ତି ରମା, ଶ୍ରୀକ୍ଷେତ୍ର ଯାଇଥିଲି, ଜଣେ ବ୍ରାହ୍ମଣ ଗୋସାଇଙ୍କ ଠାରୁ ତୋ ଝିଅର ବାହାଘର କାର୍ଡ଼ ପାଇଲି। ତୁ ଯାଇନଥିଲୁ କାଳିଆ ଶାନ୍ତକୁ ନିମନ୍ତ୍ରଣ କରିବା ପାଇଁ? ସେଉଠୁ ପାଇଲି। ତା ଛଡ଼ା ତୋତେ ନ ପଚାରିକି ଆସିଛି ବୋଲି ତୁ କ'ଣ ଅଭିମାନ କରିଛୁ କି? ବନ୍ଧୁଙ୍କ ଠାରୁ ଏଇ କଥା ଶୁଣିଲା ପରେ ରମାକାନ୍ତ ବାବୁଙ୍କ ଆଖିରୁ ଧାର ଧାର ଲୁହ ଚଢ଼ି ଯାଉଥାଏ। ସେ ବନ୍ଧୁଙ୍କୁ କୋଳେଇ ନେଇ କହୁଥାନ୍ତି, ଜାଣିଛୁ ବନ୍ଧୁ, ବଡ଼ ଅସୁବିଧାରେ ପଡ଼ିଥିଲି, କିଛି ବି ବୁଦ୍ଧିବାଟ ଦିଶୁନଥିଲା। ହଠାତ୍ ଯେ ସମୁଦି ଏମିତି ଏଡ଼ି ବସିଲେ ଟଙ୍କା କେତେଟା ପାଇଁ। ମୋର ବି ଭୁଲ ଥିଲା, ଟଙ୍କା ତକ ଯେମିତି କିଏ ହଠାତ୍ ନେଇଯିବ ତାହା ମୁଁ କିଛି ବୁଝିପାରିଲିନି। ତୁ ଯଦି ଠିକ୍ ସମୟରେ ନ ଆସିଥାନ୍ତୁ ଆଜି ଯେ କ'ଣ ହେଇଥାନ୍ତା ସେ କଥା ହିଁ କାଳିଆ ଜାଣିଛି। ଭାରି ଅଭିମାନ କରିଥିଲି କାଳିଆ ଉପରେ, ସହିପାରିଲିନି, ତାକୁ କେତେ କ'ଣ ଗାଳି ଦେଇଛି। ଏପଟେ ବନ୍ଧୁ ଜଣକ କହୁଥାନ୍ତି, ହଁ ରେ ରମା, ସବୁ ସେଇ ମହାପ୍ରଭୁଙ୍କ ଇଚ୍ଛା। ଯଦି ସେ ନ ଚାହିଁଥାନ୍ତେ ମୁଁ କ'ଣ ଶ୍ରୀକ୍ଷେତ୍ର ଯାଇପାରିଥାନ୍ତି ନା ତୋ ଝିଅର ନିମନ୍ତ୍ରଣ ପତ୍ର ପାଇ ତୋତେ ସାହାଯ୍ୟ କରିବାକୁ ଆସିଥାନ୍ତି। ଯାହା ବି ଘଟୁଛି ସବୁ ମହାପ୍ରଭୁଙ୍କ ନିର୍ଦ୍ଦେଶରେ। ତୁ ଜମା ଚିନ୍ତା କରନି, ମହାପ୍ରଭୁ ପୁରା ଅଛନ୍ତି। ଏଥର ଦୁଇ ବନ୍ଧୁ କୋଳାକୋଳି ହୋଇ ମନ ଖୁସିରେ ଘରକୁ ଗଲେ। ନମସ୍କାର ଆଜ୍ଞା। ଆଜିର ଭିଡ଼ିଓଟି ଯଦି ଆପଣମାନଙ୍କୁ ଭଲ ଲାଗିଥାଏ, ସାମାନ୍ୟ ମଧ୍ୟ ବାର୍ତ୍ତାଟିଏ ପାଇଥାନ୍ତି, ନିଶ୍ଚୟ ଜଣାଇବେ। ମହାପ୍ରଭୁଙ୍କର କୃପାରୁ ସମସ୍ତେ ଭଲରେ ଥାନ୍ତୁ, ସମସ୍ତେ ଖୁସିରେ ଥାନ୍ତୁ। ଆଜି ପାଇଁ ଏତିକି। ପୁଣି ଦେଖାହେବ ଏକ ସୁନ୍ଦର ଭିଡ଼ିଓ ମାଧ୍ୟମରେ, ସୁନ୍ଦର କାହାଣୀ ଏବଂ ମହାପ୍ରଭୁଙ୍କର ଅନୁଭୂତିକୁ ନେଇ। ଜୟ ଜଗନ୍ନାଥ।